ଜୟ ଜଗନ୍ନାଥ। ଆଜି ଆଲୋଚନା କରିବା ସନାତନ ଧର୍ମ ରହିଛି ଏବଂ ରହିବ। এটা ଭଲ କଥା। ଯୁଗେ ଯୁଗେ ଯେତେବେଳେ ଧର୍ମର ଗାନି ହେଇଛି ସେ ସମୟରେ ପ୍ରଭୁ କ'ଣ ହେଇଛନ୍ତି? ମର୍ତ୍ତ୍ୟମଣ୍ଡଳରେ ଆବିର୍ଭୂତ ହୋଇଛନ୍ତି। ଦୁଷ୍ଟଙ୍କୁ ସଂହାର କରିଛନ୍ତି, ଧର୍ମକୁ ସ୍ଥାପନ କରିଛନ୍ତି। ଏହାକୁ ଶ୍ରୀମଦ୍ ଭଗବତ ଗୀତା ଆମକୁ ପ୍ରମାଣ ଦେଇଛି। ଯାବତ ଜଗତ ତାବତ ସନାତନ ଧର୍ମ। ବର୍ତ୍ତମାନ ଅନେକ ଧର୍ମ ବାହାରିଲାଣି, କିନ୍ତୁ ମୂଳ ହେଉଛି କିଏ? ସେ ସତ୍ୟ ସନାତନ ଧର୍ମ। ଦେଖ, ଆମେ ଯାହା ଇତିହାସରେ ଆମେ ପଢ଼ିଛେ, ଯେତେବେଳେ ବୌଦ୍ଧ ଧର୍ମର ଉତ୍ପତ୍ତି ହେଲା ସେ ସମୟରେ ସନାତନ ଧର୍ମକୁ ବୌଦ୍ଧ ଧର୍ମ ଲୁକାୟିତ କରିଦେଇଥାନ୍ତି। ଅନେକ ବ୍ୟକ୍ତି ବୌଦ୍ଧ ଧର୍ମ କ'ଣ କଲେ? ଗ୍ରହଣ ଅବଲମ୍ବନ କଲେ। ଏହି ସମୟରେ ସନାତନ ଧର୍ମକୁ ରକ୍ଷା କରିବା ପାଇଁ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କର ଆବିର୍ଭୂତ ହୋଇଛି। ଛୋଟ ଛୁଆ ସେ ତାଙ୍କ ଜ୍ଞାନ ବଳରେ ବୌଦ୍ଧ ସନ୍ନ୍ୟାସୀଙ୍କୁ ପରାସ୍ତ କରିଦେଲେ। ସିଏ ଯଦି ନ ଆସିଥାନ୍ତେ ଭାରତ ଭୂଖଣ୍ଡ ମଧ୍ୟ ବୌଦ୍ଧ ଧର୍ମ ହେଇଯାଇଛି। ସିଏ ଗୋଟେ ଟର୍ମ ପଳେଇଲା ଏ ନିକଟ ଭବିଷ୍ୟତରେ, ଯେତେବେଳେ ଆମକୁ କ'ଣ କଲେ? ଇଂରେଜ ବୁଲା ଶାସନ କଲେ। ଖ୍ରୀଷ୍ଟ ଧର୍ମ ଯେତେବେଳେ ଆସିଲା, ଖ୍ରୀଷ୍ଟ ଧର୍ମୀ ବୁଲା ଶାସନ କଲେ। ସେ ସମୟରେ ଅନେକ ହିନ୍ଦୁ ମଧ୍ୟ ଖ୍ରୀଷ୍ଟ ଧର୍ମ ଗ୍ରହଣ କଲେ। ବୁଝିହେଉଛି? ସେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବାକୁ ଆଗଭର ହେଲେ। ଠିକ୍ ସେତିକି ବେଳେ ଭାରତ ଭୂଖଣ୍ଡରେ 3 ଗୁରୁଙ୍କର ଆବିର୍ଭୂତ ହୋଇଥିଲା। ଗୋଟିଏ ସମ୍ପ୍ରଦାୟ ସୃଷ୍ଟି ହେଇଥିଲା ଆର୍ଯ୍ୟ ସମାଜ। ଓଡ଼ିଶାରେ ସେ ସମୟରେ ଆବିର୍ଭୂତ ହେଲା କି? ସେ ମହିମା ଧର୍ମ। ଆଉ ଗୋଟିଏ ସମାଜ ସେମିତି ସୃଷ୍ଟି ହେଇଥିଲା, ଏଟା ମନେ ପଡ଼ୁନି ଆମର। ସେମିତି ମହିମା ଧର୍ମ କ'ଣ ହେଇଛି? ସେଇ ସମୟରେ ସୃଷ୍ଟି ହେଲା, ଯାହାଫଳରେ ସନାତନ ଧର୍ମ ସୃଷ୍ଟି କରିଲା। ଯେତେବେଳେ ମନୁଷ୍ୟ ଧର୍ମ କର୍ମ କିଛି ନ ଜାଣିଥିଲା, ପ୍ରଥମେ ମହାପ୍ରଭୁ କ'ଣ ହେଲେ? ସେତେବେଳେ ସୃଷ୍ଟି ହେଲା ସନାତନ ଧର୍ମ। ଲୋମାନ୍ତ କାବ୍ୟ ତମେ ଯଦି ପଢ଼ିବ ତା ଦେହରେ ପ୍ରମାଣ। ନ ଜାନାମି ଗତି ମୁକ୍ତି, ନ ଜାନାମି ବେଦଶାସ୍ତ୍ର, ନ ଜାନାମି ଧର୍ମ କର୍ମ, ନ ଜାନାମି ମାନ। ମନୁଷ୍ୟ ବେଦଶାସ୍ତ୍ର କ'ଣ ଜାଣିନଥିଲା, ଗତି ମୁକ୍ତି କ'ଣ ଜାଣିନଥିଲା, ଧର୍ମ କର୍ମ କ'ଣ ଜାଣିନଥିଲା। ସେ ସମୟରେ ପ୍ରଥମେ ସୃଷ୍ଟି ହେଲା କ'ଣ? ସନାତନ। ଇଏ ସନାତନ ଧର୍ମର ବା ସତ୍ୟ ସନାତନ ଧର୍ମର ମନୁଷ୍ୟ ସମାଜକୁ ଗୋଟେ ଦିଗ୍ଦର୍ଶନ ଦେଇଥିଲା। ମନୁଷ୍ୟ ସମାଜ 4ଟା ଅକ୍ଷରକୁ ନେଇ ଚଳୁଥିଲା। ରେ ଚଳୁଥିଲେ, ନାରେ ଚଳୁଥିଲେ, ତରେ ଚଳୁଥିଲେ, ନରେ ଚଳୁଥିଲେ। এই 4ଟା ଅକ୍ଷର ହିଁ ସତ୍ୟ। ବୁଝୁ? 4ଟି ଅକ୍ଷର ହିଁ ସତ୍ୟ। ଜଗତ ମିଥ୍ୟା ହେଇପାରେ, ଏ 4 ଅକ୍ଷର ସତ୍ୟ। ସେ କ'ଣ? ନା ସନାତନ। ବୋଲେ 100ଟି ସତ୍ୟ ବୋଲି କହି ନାଁଟି ନାମ ଯେ ବୋଲାଏ।
ମନୁଷ୍ୟ କ'ଣ ଖୋଜେ? ସ ଅକ୍ଷର ହେଉଛି ସତ୍ୟ, ନା ଅକ୍ଷର ହେଲା ନାମ। 6ଟି ତତ୍ଵର ବିଚାର, 9ଟି ଜ୍ଞାନର ଭଣ୍ଡାର। ତତ୍ଵ ଜ୍ଞାନ ଠାରୁ ଆଉ ଜ୍ଞାନ ସଂସାରରେ କିଛି ନାହିଁ। ନାମ ଠାରୁ ଜଗତରେ ସତ୍ୟ କିଛି ନାହିଁ। ସତ୍ୟ କ'ଣ? ନା ନାମ। ତତ୍ଵ କ'ଣ? ନା ଜ୍ଞାନ। ଏ ଚାରି ସନାତନ କହି ଏହାର ବିନୁ ଆନ ନାହିଁ। ଏଇ ଚାରି ଗୋଟି ହେଉଛି ସନାତନ। ତେଣୁ ପ୍ରତ୍ୟେକ ମାନବ ବୁଝିବା କଥା ବା ଚିନ୍ତା କରିବା କଥା, ନାମ କ'ଣ? ଦ୍ୱିତୀୟରେ ତତ୍ଵ ଜ୍ଞାନ କ'ଣ? ଆମେ ନାମକୁ ଚିହ୍ନିଲେ ନାହିଁ କି ତତ୍ଵକୁ ଜାଣିଲେ ନାହିଁ। ତତ୍ଵ ଜାଣିଲେ ତୁଟେ ଭ୍ରାନ୍ତି, ଭବ ସଂସାର ତରି ଯାଆନ୍ତି। ତତ୍ଵ କ'ଣ ଆମେ ଅନୁଭୂତି କରିପାରୁନେ? ବର୍ତ୍ତମାନ ଅନେକ ଗୁରୁକୁଳ ହେଲାଣି। କାହିଁକି? ସନାତନ ଧର୍ମକୁ ରକ୍ଷା ପାଇଁ ଉତ୍କଳରେ ମଧ୍ୟ ପଞ୍ଚସଖାଙ୍କର ଆବିର୍ଭୂତ ହେଇଛି। କିନ୍ତୁ ବର୍ତ୍ତମାନ ସମୟରେ ଯୋଉ ପଞ୍ଚସଖା ସବୁ ବାହାରୁଛନ୍ତି, ଇଏ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ପଞ୍ଚସଖା ବାହାରୁଛନ୍ତି। ସେ ଯୋଉ ପଞ୍ଚସଖା ଗଛ ମୂଳରେ ରହିକି, ବୃକ୍ଷ ମୂଳରେ ରହି ଧର୍ମ ରକ୍ଷା କରିଥିଲେ, ସେ କଥା କେହି ଚିନ୍ତା କରୁନି। ତେଣୁ ସତ୍ୟ କ'ଣ? ନାମ। ନାମ କ'ଣ? ନା ଅକ୍ଷର ମ। ଆରେ ତୋ ନାଁଟା କ'ଣ କି? ନାମ। ସେଥିପାଇଁ ମହାପୁରୁଷ କହିନାହାନ୍ତି ନା, କଳି ଯୁଗରେ ମ ଅକ୍ଷର ହେଉଛି ନିଦାନ। ନାଇଁ ନା? ସନ୍ଥ ଭୀମ ଭୋଇ ମଧ୍ୟ କହିଛନ୍ତି ମୋ ଅକ୍ଷର ମିଶା। ତାହେଲେ ମୋ ଅକ୍ଷରଟା କ'ଣ? ହେଲା, ମୋ ଅକ୍ଷରଟି କ'ଣ? ମୋ ଅକ୍ଷର ଯୋଉ ନାମଟା ହେଉଛି ମୋ ଅକ୍ଷର, ସେ କ'ଣ? ସେ କିଏ? ସେ ତାହା ଉପରେ ବର୍ତ୍ତମାନ ତାହାର ତର୍ଜମା। ତେଣୁ ସତ୍ୟ ହେଉଛି ନାମ, ତତ୍ଵ ହେଉଛି ଜ୍ଞାନ। ସଂସାର ଭିତରେ ନାମ ହିଁ ସତ୍ୟ, ସଂସାର ଭିତରେ ତତ୍ଵ ଜ୍ଞାନ ହିଁ ସତ୍ୟ। ନାମରେ ଆସିଛି, ନାମରେ ଭାସୁଛି, ନାମକୁ ମୋର ଆଶ୍ରା। ନାମ ଚାଲିଗଲେ ନାମ ହଜିଯିବ, ସଂସାର ବୃଥା ପିଉସା। ନାମ ଭଜରେ ରହି, ନାମ ବିନୁ କି ଆନଟି ନାହିଁ। ନାମ ଭଜରେ ରହି, ସହସ୍ର ନାମରେ ସେ ନାମଟି ନାହିଁ, ନାମଟି ଗୁରୁ ହସ୍ତର। ସହସ୍ର ନାମରେ ସେ ନାମଟି ନାହିଁ, ନାମଟି ଗୁରୁ ହସ୍ତର। ଗୁରୁକୁ ସେବିଲେ ଭବୁ ତରି ଯିବୁ, ଗୁରୁକୁ ସେବିଲେ ଭବୁ ତରି ଯିବୁ। ନଥିବ ଯମକୁ ଡର, ନାମ ଭଜରେ ରହି। ନାମ ବିନୁ ଆନ କିଛି ଯେ ନାହିଁ, ନାମ ଭଜରେ ରହି। କି ସୁନ୍ଦର କଥା! ନାମ ନାଟାକୁ ମନେଇ ମନେଇ ଚାଲ। ବର୍ତ୍ତମାନ ସମୟରେ ସେ ଜିନିଷ ଆଉ ନାହିଁ। ଇଏ ଯୋଉ ସତ୍ୟ ସନାତନ ଧର୍ମ, ଇଏ ବି ବୁଡ଼ିବ ନାହିଁ। ଯେତେ ଠାକୁର ବାହାରନ୍ତୁ, ଯେତେ ମହାପୁରୁଷ ବାହାରନ୍ତୁ, କାଳର କରାଳେ ହୋଇବେ ବିନାଶ, ରଖି ନ ପାରିବେ କେହିରେ।
ରଖି ନ ପାରିବେ କେହି। ଏକା ଜଗନ୍ନାଥ ଅରକ୍ଷ ରକ୍ଷକ ଦୀନ ବନ୍ଧୁ ଭାବ ଗାଇ ସେ ଦୀନ ବନ୍ଧୁ ଭାବ ଗ୍ରାହୀ। ହେ ପ୍ରଭୁ, ସେ ପରା ଗର୍ଭଭଞ୍ଜନ ନରହରି ଗର୍ବ ନ ରଖନ୍ତି କାହାରି। ସେ ବାହାରୁଛନ୍ତି ବାହାରନ୍ତୁ ମହାପୁରୁଷ, କାହାକୁ ସମାଲୋଚନା କରିବାର ନାହିଁ। ଯିଏ ଯାହା କରିବ ସେ ତା ହିଁ ପାଇବ। ମହାପୁରୁଷଙ୍କ ଭାଷାରେ ଆପଣା ହସ୍ତରେ ଯିବାକୁ ଛେଦିଲେ ପ୍ରତିବାଦୀ କେହି ନାହିଁ। ସୁକର୍ମ କୁକର୍ମ ବୁଝିପାରୁଥିଲେ ବୈକୁଣ୍ଠ ସ୍ଥାନ। ଘଡ଼ିସନ୍ଧି ମୁହୂର୍ତ୍ତ ଏତିକି ମନେ ରଖିଥାଅ, ସନାତନ ଧର୍ମ ରହିଛି, ରହିବ, ରହିଥିବ, ଏଥିରୁ ଅତ୍ୟୁକ୍ତି ହେବ ନାହିଁ। ଆଉ ଜଗନ୍ନାଥ ସାଧାରଣ ଦେବତା ନୁହେଁ, ନିଜେ ସନାତନ ପରମ ବ୍ରହ୍ମ ସ୍ୱରୂପ ହିଁ ଜଗନ୍ନାଥ। ବଦ୍ରୀନାଥ ଯାଅ, ଦେଖିବ କାହାକୁ? କୃଷ୍ଣକୁ ନା ନାଇଁ? ରାମନାଥ ରାମକୁ, ରାମେଶ୍ୱର ମହାଦେବଙ୍କୁ ନା ନାଇଁ? କିନ୍ତୁ ଜଗତର ନାଥ ସେଠି ସବୁ ଗୋଟେ ଗୋଟେ ଠାକୁରଙ୍କର ସ୍ୱତନ୍ତ୍ର ନାଁ ହିସାବରେ ତାଙ୍କର ରୂପଟା ଅଛି। ଜଗନ୍ନାଥଙ୍କ ନାଁ ହିସାବରେ ତାଙ୍କର ରୂପ ଅଛି। ସେ ପରା ଜଗତର ନାଥ। ସେ ରାମ ରୂପ ନୁହଁ, କି କୃଷ୍ଣ ରୂପ ନୁହଁ, କି ଶିବଙ୍କ ରୂପ ମଧ୍ୟ ନୁହଁ। ସେ ହେଉଛନ୍ତି ସ୍ୱୟଂ ପରମ ବ୍ରହ୍ମ ସ୍ୱରୂପ, ପରମ ବ୍ରହ୍ମ। ସେ ନିଜେ ଶିବ, ନିଜେ କାଳୀ, ନିଜେ ଦୁର୍ଗା, ନିଜେ ଲକ୍ଷ୍ମୀ, ନିଜେ ବ୍ରହ୍ମା, ନିଜେ ବିଷ୍ଣୁ। ତେଣୁ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଗୋଟେ ପଦ ମନେ ପଡ଼ିଯାଏ, କହିଲେ ତ୍ୱଂ ବ୍ରହ୍ମା ତ୍ୱଂ ବିଷ୍ଣୁ ତ୍ୱଂ ଦେବ ମହେଶ୍ୱର ତ୍ୱଂ ଧର୍ମ ନିରାକାରଂ ତସ୍ମୈ ଶ୍ରୀ ଗୁରବେ ନମଃ। हे जगन्नाथ, तुम्हें ही ब्रह्मा, तुम्हें ही विष्णु, तुम्हें ही महेश्वर, तुम्हें धर्म, तुम्हें ही निराकार। ये सनातन धर्म मन रखिथा छुआ, रहिछि, रहिथिब एवं रहुथिब। आर क्षय नाही। जेतेबेले क्षय होगाकु आसे से समय रे प्रभु निजे निराकार नराकार रूप धारण करी जगत रे दुष्ट मान को विनाश करी ये धर्म को पुणी स्थापन करी सुस्थान गच पुणी सुस्थान को कौन कौन दी से चल जाए। जय जगन्नाथ। से प्रभु सदिच्छा पुण्य बोल आनंदे कवार हरि।